नमस्कार बंधुगण मु कविता आसी जाइछि मो चैनल रे आज आउ एक नुआ विषय वस्तु नहीं। बंधुगण आमे माने समस्ते अनेक समय भाभी थाउ जे आमे जहाँ भाबुचु जहाँ आमे प्लान करूचु जहाँ आमे चेष्टा करूचु आमे काहेकि विफल हो जाउचु काहेकि हमर प्लान टा सक्सेस होउनी काहेकि हम चेष्टाटा सफल हो नाही। ताहले आमे बहुत समय हताश हो जाउचे काहेकि भगवान मो संगे ही एमती करूचंती मु जहाँ भाबुची सेटा हो नाही मु जहाँ चेष्टा करूछु हो नाही। तो आज्ञा जानी रखु जे कोठी ना कोठी भगवान आपणठू अधिक भल प्लान आपण भाविकी रखुଛନ୍ତି। ସେଥିପାଇଁ ବର୍ତ୍ତମାନ ଆପଣଙ୍କୁ ଆପଣଙ୍କ ଜିନିଷଟା ଆପଣଙ୍କ ଇଚ୍ଛା ହିସାବରେ ଜିନିଷଟା ମିଳୁନାହିଁ କିନ୍ତୁ ଭଗବାନ ଜାଣିଛନ୍ତି ଯେ ଆପଣ ଯୋଉଟା ଇଚ୍ଛା କରୁଛନ୍ତି ସେଟା ଆପଣଙ୍କ ପାଇଁ ଭଲ ନାହିଁ। ତାଠୁ କିଛି ଭଲ ଜିନିଷ ଆପଣଙ୍କ ପାଇଁ ସେ ରଖିଛନ୍ତି ଯୋଉଟା କି ସମୟ ଆସିଲେ ଆପଣଙ୍କୁ ଦେବେ। ଆଉ ସମୟ ଆସିଲେ ଆପଣ ବି ସେଟାକୁ ଅନୁଭବ କରିପାରିବେ ଜାଣିପାରିବେ ଯେ କାହିଁକି ମୋ ଜୀବନରେ ଏସବୁ ହଉଥିଲା ଆଉ ଆଜି ଯାହା ପାଇଛି ସେଟା କାହିଁକି କୋଉ ଜିନିଷ ଦେଇ ଗତି କରିବା ଯୋଗୁଁ ମୁଁ ପାଇଛି ସେଟା ଆପଣ ଜାଣିପାରିବେ। ତାହେଲେ ମୁଁ କହିବାକୁ ଚାହେଁ ଯେ ଭଗବାନ ଆମଠୁ ଅଧିକ ଭଲ ପ୍ଲାନ୍ ଆମ ପାଇଁ ରଖିଛନ୍ତି ଏବଂ ସେ ଯାହା ବି କରୁଛନ୍ତି ଯେତେବେଳେ ଯାହା ବି କରୁଛନ୍ତି ସେଟା ଆମର ମଙ୍ଗଳ ପାଇଁ କରୁଛନ୍ତି। ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି। ଏଇଟା ଗୋଟେ ସମୟ ଆସିଲେ ଆମେ ବୁଝିପାରିବା ହୁଏତ ଏବେ ବୁଝିପାରୁନଥିବା କିନ୍ତୁ ସମୟ ଆସିଲେ ପଛକୁ ଯେତେବେଳେ ଦେଖିବା ସେତେବେଳେ ବୁଝିପାରିବା। ତାହେଲେ ଏଇ ଜିନିଷଟାକୁ ଆମେ ଆଜି ମୁଁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ବୁଝେଇବାକୁ ଚାହେଁ। ଆଜ୍ଞା ଥରେ କଣ ହେଲା ଜଣେ ରାଜା ଥିଲେ ସିଏ ଗୋଟେ ସୁନାରେ ଗୁନ୍ଥା ମୋତି ହାରଟିକୁ ଛିଣ୍ଡେଇ ଛିଣ୍ଡେଇ ହାତରେ ସେ ଦାନ କରୁଥିଲେ। ଦାନ କରିବା ସମୟରେ କଣ ହେଇଛି ନା ସେ ହାରଟା ଛିଣ୍ଡି ଯାଇ ତାଙ୍କ ହାତଟା କଟି ଯାଇଛି। କଟି ଯାଇଛି ଯେତେବେଳେ ବ୍ଲଡ ବାହାରିଛି ରକ୍ତ ବାହାରିଛି ତାଙ୍କର ସଭାରେ ଯେତେ ସବୁ ପରିସର ଥିଲେ ସମସ୍ତେ ଆହା ଆହା ରାଜାଙ୍କର କାହିଁକି ଏମିତି ହେଲା ହାତ କଟିଗଲା ରକ୍ତ ବାହାରିଲା ଏମିତି ସବୁ ହେଲେ କିନ୍ତୁ ମନ୍ତ୍ରୀ ସେଠି କହିଲେ ଯାହା ହେଇଛି ଭଲ ହେଇଛି ଭଗବାନ ଯାହା କରିଛନ୍ତି ମଙ୍ଗଳ ପାଇଁ କରିଛନ୍ତି। ଏହା ଶୁଣି ତ ରାଜା ଖୁବ ରାଗିଗଲେ ହେଲେ ସମସ୍ତେ ଆହା କଲେ ଏ ମୋର ମନ୍ତ୍ରୀ ଯାହା ହେଇଛି ଭଲ ହେଇଛି ଆଉ ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି ଠିକ ଅଛି ମୁଁ ୟାକୁ ନିଶ୍ଚୟ ପାନେ ଚଖେଇବି। ଯୋଉ ରାଜା ରାଗି ମନେ ମନେ ସବୁ ପ୍ଲାନ୍ କରିଛନ୍ତି ଯେ ଆକୁ ମୁଁ କେମିତି ନେଇକି ଜଙ୍ଗଲ ଭିତରେ ମୁଁ ମାରିଦେଇ ଆସିବି ସିଏ ଆଉ ସହି ପାରିନାହାନ୍ତି। ତେଣୁ କିନ୍ତୁ ମନ୍ତ୍ରୀ କିଛି ଜାଣିନି ସିଏ ତାଙ୍କର ପ୍ଲାନ୍ କରି କଣ କରିଛନ୍ତି ତା ମନ୍ତ୍ରୀ ଡାକିଛନ୍ତି କହିଲେ ଆଉ ମନ୍ତ୍ରୀ ଆମେ ଯିବା ଜଙ୍ଗଲକୁ ଶିକାର କରିବା ପାଇଁ। ଇଏ ନିରୀହ ହିସାବରେ ତାଙ୍କୁ ବିଶ୍ୱସ୍ତ ହିସାବରେ କହିଲେ ଠିକ ଅଛି ମହାରାଜ ଯିବା ଠିକ ଅଛି ମଣିମା ଯିବା ଆମେ। ମାନେ କଣ କରୁଛନ୍ତି ନା ଜଙ୍ଗଲକୁ ବାହାରି କରୁଛନ୍ତି ଜଙ୍ଗଲକୁ ବାହାରି କଲା ପରେ ସିଏ ତାଙ୍କ ପ୍ଲାନ୍ ଅନୁସାରେ ତାଙ୍କୁ ଗୋଟେ କୂଅ ପାଖକୁ ଡାକି ନେଇଛନ୍ତି ଏବଂ କହିଛନ୍ତି ମନ୍ତ୍ରୀ ମତେ ଭୀଷଣ ଭୋକ ଲାଗୁଛି ଦେଖିଲ କୂଅ ଭିତରେ ପାଣି ଅଛି କି ନାହିଁ ପାଣି ଥିବ ମୋ ପାଇଁ ଟିକେ ବାହାର କରିଦିଅ ମୁଁ ପିଇବି। ମନ୍ତ୍ରୀ କଣ କରୁଛନ୍ତି ନା ଗୋଟେ କୂଅ ଦେଖିକି ସେ ଯେମିତି ନଈକି ଦେଖୁଛନ୍ତି ଦେଖିବା ସମୟରେ ରାଜା ତାଙ୍କୁ କୂଅ ଭିତରକୁ ପେଲି ଦେଇଛନ୍ତି ମନ୍ତ୍ରୀ କୂଅ ଭିତରେ ପଡି ଯାଇଛନ୍ତି। ତାପରେ ରାଜା ଭାରି ଖୁସି ଯାହା ହଉ ମତେ ଏମିତି କହିଥିଲା ମୁଁ ଆଜି ବଦଳା ନେଇଗଲି ମୁଁ ମାରିଦେଲି କହିକି ଭାରି ଖୁସି ହେଇକି ଠିକ ଯେମିତି ରାଜ୍ୟକୁ ବାହାରିବା ପାଇଁ ସେ ଚେଷ୍ଟା କରୁଛନ୍ତି ସେଇ ସମୟରେ କଣ ହେଲା ନା ହଠାତ୍ ଝଡ ତୋଫାନ ଆସିଲା ଖୁବ ଜୋରରେ ପବନ ବହିଲା ଝଡ ତୋଫାନ ଆସିଲା। ସେ ଆଉ ଯାଇପାରିଲେନି ସେ କଣ କଲେ ନା ଗୋଟେ ଗଛ ମୂଳେ ଘୋଡାଟିକୁ ବାନ୍ଧି ଦେଇ ଗଛ ରହିଲେ। ଏମିତି ହେଇ ହେଇ ରାତି ହେଇଗଲା ଝଡ ତୋଫାନ କମୁ କମୁ ରାତି ହେଇଗଲା ସେ ଆଉ ଆସିପାରିଲେନି। ଯେତେବେଳେ ରାତି ହେଲା କଣ ହେଲା ନା ସେଠି ଯୋଉ ଆଦିବାସୀ ମାନେ ରହୁଥିଲେ ତାଙ୍କର ସର୍ଦ୍ଦାର ତାଙ୍କ ଲୋକଙ୍କୁ ପଠେଇଥିଲେ ଯେ ଗୋଟେ କାହାକୁ ଗୋଟେ ଖୋଜିକି ଆଣ ଯାହାକୁ ଆମେ ଆମର କୁଳଦେବୀ ପାଖରେ ବଳି ଦେବା। ସେମାନେ ଆସିଛନ୍ତି ଖୋଜିଛନ୍ତି ଖୋଜିଲା ପରେ ସେ ଘୋଡାକୁ ଦେଖି ରାଜାକୁ ଠାବ କରିଛନ୍ତି ଆଉ ରାଜାକୁ ଧରି ନେଇଛନ୍ତି ବଳି ଦେବା। ତାପରେ ତାଙ୍କର ଯାହା ସବୁ ରିଚୁଆଲ୍ସ ଥାଏ ନୀତି ନିୟମ ଥାଏ ବଳି ପୂର୍ବରୁ ସେ ରାଜାଙ୍କୁ ଗାଧୁଆ ପାଧୁଆ କରି ସବୁ କରି ନେଇକି ବଳି ଦେବା ପାଇଁ ଯେତେବେଳେ ସେଠି ବଳି ସ୍ଥାନରେ ବାନ୍ଧିଛନ୍ତି ସେଇ ସମୟରେ ତାଙ୍କ ସର୍ଦ୍ଦାର ଆସି ସମସ୍ତଙ୍କୁ ଅଟକେଇ ଦେଇଛନ୍ତି ରୁହ ରୁହ ଟିକେ ବଳି ଦେବା ପୂର୍ବରୁ ଗୋଟେ ମିନିଟ ଗୋଟେ ଜିନିଷ ଶୁଣ। କଣ ହେଲା ଆଜ୍ଞା ନା ଦେଖ ୟାର ଶରୀରରେ ଯଦି କୌଣସି ଜାଗାରେ କିଛି ବି କ୍ଷତ ଥିବ ତାହେଲେ ଆକୁ ଆମେ ବଳି ଦେବା ନାହିଁ। କାହିଁକି ନା କ୍ଷତ ଥିବା ଜିନିଷ କ୍ଷତ ଥିବା ମଣିଷକୁ ଯଦି ଆମେ ବଳିଦେବା ଆମର ଦେବୀ ରୁଷ୍ଟ ହେଇଯିବେ ରାଗିଯିବେ। ତେଣୁ ଦେଖ ସର୍ବପ୍ରଥମେ ଦେଖ ୟାର ଶରୀରରେ କିଛି ବି କ୍ଷତ ନଥିବା ଦରକାର ଯଦି କ୍ଷତ ଥିବ ଆକୁ ଆମେ ବଳିଦେବା ନାହିଁ। ସେଠୁ ଏମାନେ କଣ କଲେ ନା ଦେଖିଲେ ଭଲସେ ଚେକ୍ କଲେ ରାଜାଙ୍କର ତ ହାତ କଟିଥିଲା ସେଟା ଦେଖିଲେ କହିଲେ ମହାରାଜ ତାଙ୍କର ତ ମଣିମା ଆଙ୍କର ତ ହାତ କଟି ଯାଇଛି। ସେଠୁ ତାଙ୍କର ସର୍ଦ୍ଦାର କହିଲେ ନାଇଁ ଆଙ୍କୁ ଛାଡି କାହିଁକି ନା ଏମିତି କ୍ଷତ ଥିବା ମଣିଷକୁ ଆମେ ବଳି ଦେଇପାରିବା ନାହିଁ। ତାପରେ ସେମାନେ ରାଜାଙ୍କୁ ଛାଡି ଦେଇଛନ୍ତି। ରାଜା ସେଇଠୁ ଅନୁଭବ କରିଛନ୍ତି ଯେ ଯଦି ମୋର ଏଇ କ୍ଷତଟି ନଥାନ୍ତା ତାହେଲେ ଆଜି ଏମାନେ ମତେ ବଳି ଦେଇ ଦେଇଥାନ୍ତେ ତାମାନେ ଏଇ ଯୋଉ ହାତଟା କଟିଗଲା ମୋର କ୍ଷତଟା ହେଲା ସେଟା ଭଲ ହେଲା ଭଗବାନ ମୋ ପାଇଁ ଭଲ କଲେ ମଙ୍ଗଳ କଲେ ସେଇ କଥା ତ ମନ୍ତ୍ରୀ କହିଥିଲେ ମତେ କିନ୍ତୁ ମୁଁ ମୂର୍ଖ ବୁଝିପାରିଲିନି ମୁଁ ରାଗିକି କେତେ ବଡ ପାପ କଲି ମନ୍ତ୍ରୀକୁ ମାରିଦେଲି କହି ସେ ଭାରି ମନ ଦୁଃଖରେ ଯାଇକି ସେଇ କୂଅ ପାଖରେ ପହଞ୍ଚିଛନ୍ତି।
कूओ बोई जाऊँ आगे तापर से कूओ भितर को अनेला बेलू मंत्री किंतु बंचिचंदी केमती बंचिचंदी ना सेटा सुखिला कूओटा थिला से भितर सब गछ लटा हेकिना सब ओहळ थिला से गोटे ओहळ को धरिकिना झुलिकी अछंती तांकर जीवन जाइनी सेठू राजा देखि भारी खुशी हो गले भितर को रस्सी पकेले मंत्री को टाणी आनी बाहर को काढिले तांको पाद छुई पकेले कहले मंत्री मते क्षमा कर दियो आ मु बहुत बड़ भूल कली तमे जहा कहितिलो सेटा को मु बुझी पारलिनी मते क्षमा कर दियो ना कौन महाराज ना तमे जो कहितिलो मोर हाथ कटि गलारु जे जहा हला भलो हला भगवान जहा करछन मंगल पई करछंती सेटा तमे ठीक कहितिलो आ मु सेही कथारे रागिकिना तुमको इछि आनिकी मारिबा पई प्लान करथिली कुआ भितर पकई देथिली मते क्षमा कर दियो मंत्री कहले काहे आगे ना सेटा सत कथा तम कथा को मु आज बुझी पारली जदि मोर हाथटा कटि नथांता मते काली सेमाने नेइथिले बळी देबा पई तो मते बळी देई देथांते मोर हाथटा कटिबारु सेमाने मते छाडी देबे आउ मते क्षमा कर दियो मु भी तुमको जो कुआ भितर पकेली बहुत बड़ भूल करछि मते क्षमा कर दियो तो मंत्री हसी कहले महाराज आपण जो मते कुआ भितर पकेले सेटा भी बहुत भलो काम करचंती भगवान सेटा भी मोर मंगल करचंती राजा आश्चर्य हेकले कहले की आश्चर्य लोक तमे तुमको मु कुआ भितर पकेली तमे मते कहछो भलो करछ आ भगवान जहा कले भलो कले केमिति ना महाराज जदि आप कुआ भितर पकई न थांते हम दुई जण जाक थांते हमको दुई जण जाक से माने बोई नै थांते तापर आपणकर क्षत अच्छी बोली आपको छाड़ी दे था मत बड़ी दे था तेणु मत जेहेतु आप कूआरे पकईदे मुझे बड़ी को बंचीगली या शुणी राजा खूब खुशी हो गले कहले सत कथा तो तुम जहाँ कहल सत कथा तेणु आज्ञा से माने लास्ट बुझीपारे राजा बुझीपारे जे भगवान जहाँ करती मंगल करती तेणु आज्ञा आम जो बेले बेले हताश हो जाऊे जे मु कहीं विफल होची कहीं मत सक्सेस मिलूना कहीं मोर प्लानटा सक्सेसफुल होना आज्ञा जिते बड़े गोटे जिनस गोटे स्टेज रे आपण पहुँचे गोटे जिनस अचीव कर सारे से बैक को अनेले देखिए जो जो आपण जो लूज कर चलते जो आपण विफल हो चलते आपण जानीपारे जदि से जिनस लूज कर नथांते सेठी विफल हो नथांते ए जिनस आपण अचीव कर नथांते कि एठी सफल हो नथांते आपण से समयटा किंतु धैर्य धरी भगवान को ऊपर विश्वास रखी आपको चलने को पड़ो जे भगवान जहाँ कर मंगल आग को भी मंगल करेंगे से धैर्य से विश्वास रखिक जब आप चलिए गोटे दिन आसो गोटे स्टेज आसो आप जो पछकू अनेबे आप सबकि प्रांजल भाव में बुझीपारे भगवान प्लान कौन थी आपणकर प्लान ठार निश्चय प्लान बेटर हो से बोधे आप लूज करुले आप विफल होते आज जो अच्छा बोधे भगवान अच्छा यही सफलता यही अचिवमेंट भगवान आप तेणु आज्ञा गोटे समय आसिले आम समस्ते बुझीपार जे भगवान जहाँ करती प्राणीर मंगल करती से आज मुझे कही मोर भिडटी को शेष करुच्ची जे आम समस्ते यही जिनसटा मन में गंठी बांधिदेवा जे जहाँ भी होची हूँ तो आमको ये समय बहुत कष्ट होची बहुत दुख होची आम सही पारना छटपट होती आज्ञा जाणी रखु यहीटा भी किसी गोटे भल उद्देश्य रखी भगवान आम जीवन में देते सेटा आम दिने ना दिन बुझीपार तेणु ए विश्वास आम जब सब रखा भगवान जहाँ कर भलपाई कर मंगल कर आमर दुखटा किसी मात्रा कमी जापर से समस्त को अनुरोध आम जहाँ भी जो स्थिति भी अच्छा भाविबा जे भगवान किसी भलपाई मत से स्थिति देते आम ये स्थिति को अतिक्रम कर आगे पार एति कही मोर भिडियोटी को ये रखुची जदि मोर भिडियोटी भल लगी थाए अधिक अधिक सब्सक्राइब करेंगे लाइक करेंगे शेयर करेंगे और कमेंट करेंगे रखुची नमस्कार।